ଆଜ୍ଞା ଟିକେ ଟିକେ କହିଥାନ୍ତେ ଆଜି କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଏନକାଉଣ୍ଟର ହେଇଛି କଣ ହଁ ସେ ଘଟଣା ଟିକେ କହିଥାନ୍ତେ। ଏ ଘଟଣା ଆମେ ଗୋଟେ ଖବର ପାଇଲୁ ସେ ପିଲାଟି ଆସୁଛି କୋଣାର୍କ ସାଇଡରୁ ଏବଂ ଯିବ ଟୁୱାର୍ଡସ ପୁରୀ। ଆମେ ତଳାଗଜ ବ୍ରିଜ ଆଗକୁ ଠିଆ ହେଇଥିଲୁ ତାକୁ ଅଟକେଇବା ପାଇଁ। ଆମକୁ ଦେଖିକି ସେ ତମେ ଗାଡି ଅଟକିଲୁ ଗାଡି ଅଟକେଇଲା ଏବଂ ଇମିଡିଏଟଲି ସେ କଣ କଲା ତା ଅଣ୍ଟାରେ ବନ୍ଧୁକ ରଖିକି ଥିଲା ଆମ ଉପରକୁ ଫାୟରିଂ କଲା। ତାକୁ ଆମେ ବହୁତ ଚେଷ୍ଟା କଲୁ ଅଟକେଇବା ପାଇଁ ସେ ଚେଷ୍ଟା ଆମକୁ ଫାୟରିଂ କଲା ପରେ ଆମେ ଗୋଟେ ରାଉଣ୍ଡ ତାକୁ ସେଲ୍ଫ ଡିଫେନ୍ସ ରେ ଫାୟରିଂ କରିଛୁ ଗୋଟେ ଗୁଳି ତା ଆଣ୍ଠୁରେ ବାଜିଛି। ଆଜ୍ଞା ତାପରେ ଅଭିଯୁକ୍ତ ଏବେ କୋଉଠି ଅଛି? ଏବେ ତାକୁ ଆମେ ହସ୍ପିଟାଲ ନଉଛୁ। ସାର୍ ସେ ଅଭିଯୁକ୍ତର ଠିକଣା କିଛି ମିଳିଛି ତା ନାଁ କଣ ଜାଣି? ନା କ୍ରିଷ୍ଣା କାଣ୍ଡି ଘର କୋଣାର୍କ ଅଞ୍ଚଳରେ ପୁରା ଏକ୍ଜାକ୍ଟ ଗାଁ ଟା ବର୍ତ୍ତମାନ କହିପାରିବିନି ଆପଣଙ୍କୁ। କୋଣାର୍କ ଅଞ୍ଚଳର କ୍ରିଷ୍ଣା କାଣ୍ଡି। କୋଉ ଜାଗାରେ ପର୍ଟିକୁଲାର ଏନକାଉଣ୍ଟର କରିଛନ୍ତି? ଆମର ଏଇ ଭୁବନେଶ୍ୱର ପୁରୀ ନ୍ୟାସନାଲ ହାଇୱେ ଉପରେ ପିପିଲି ବାଇପାସ ପାଖରେ। ନାୟରା ପେଟ୍ରୋଲ ପମ୍ପ ସମ୍ମୁଖରେ ନା କୋଉଠି? ହଁ ତା ଆଗକୁ ଟିକେ ଆଉ ଏଇଟା ହଉଛି NH 316 ଆମର ନାୟରା ପେଟ୍ରୋଲ ପମ୍ପ ଆଗକୁ ପିପିଲି ବାଇପାସ।